रचनारू पद्धति हाँ हाँ एक ताल आज्ञा चारि मात्रा गीत के हाँ हाँ मध्य लय चाहलो सजनी नेत्रे बांछा बटे हाँ 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 हौ मुरली बाही तिरंगे होइछि चिया ठाकुरंकर दृष्टि पड़िछि ठाकुरंको बाबा बाबा जगत गुरु ठाकुर अभिराम परम बाबा मुरली बाही की रंगे
মা বাক্য দেবী নমস্তে। পতিত পাবন বানা ये बाना बाना ଆଉ କେତେ ବେଳକୁ ସର୍ବାଦୁ ଆପଣମାନଙ୍କର ପରମ୍ପରା ସଂସ୍କୃତିର ସର୍ବପ୍ରଥମ ହଁ बढ़िया कथा ନୀଳାଚଳ ନିଖିଳ ଉତ୍କଳ କଳା ପରିଷଦ आज्ञा ସର୍ବାଦୁ ଇଷ୍ଟ ଦେବ ଜଗନ୍ନାଥଙ୍କ ପାଦରେ କୋଟି ପ୍ରଣାମ। प्रणाम करछु आमर ଜୟ ଜଗନ୍ନାଥ ଜୟ ଜଗନ୍ନାଥ। जय जगन्नाथ जगन्नाथ। गोदेवा बनजु ଭାସି ଗଲି ଏ ଭବ ଜଳେ। ଜୟ ଜଗନ୍ନାଥ। जय जगन्नाथ प्रभु କୂଳକୁ ପ୍ରଭୁ ହେ ନାଗ ଦିଅ हरि ଏ କୂଳକୁ ପତିତ ପାବନ Jai
निहतु जा जा प्राणदातुं भोजस्य सखा सुतः कान्ता तात संपूज्य कान्ता पन्नीते पितृशिरसि पतति जाह्नवीनः पुनातो आओ बजाना जाह्नवीन पुनातु जाह्नवीन पुनातु पुनातु ସେଇଥିବ ମୁଁ ପୁନା ତାଙ୍କ ନାଁ କଣ? ତା ନା ପୁନା ବା ଆପଣ କହିଲେ ପୁନାତୁ ସାରେ ସେଟା କଳିଆ ପିଲାଟା ମୋ ନାଁ ଗୌରାଙ୍ଗ ପୁନାତୁ ଛାଡେ ଅଧିକ କହିକି ଲାଭ କଣ? ନା ଆଗକୁ ବଢି ଚାଲେ। ତାହେଲେ ଆମେ ସର୍ବାଦବ ଆପଣ ମାନଙ୍କର ସଂସ୍କୃତି ମାଧ୍ୟମରେ ମୁଁ ଜୟ ଜଗନ୍ନାଥ ଉଚ୍ଚାରଣ କଲି। ଆଦର୍ଶ କବି ଆପଣଙ୍କର ଓଡ଼ିଶାର ବୈଷ୍ଣବ ଭାବଧାରାକୁ ନେଇକି ବନମାଳୀ ଦାସଙ୍କର ଗୋଟା ରଚିତ ସୁନ୍ଦର ପଦଟି ମୁଁ ପଢ଼ିଛି। ଏ ଗୋଟା ଆଦର୍ଶ ଭାବ। ଆଜ୍ଞା ସମସ୍ତେ ମା ମାନେ ଜାଣିଛ ଏ ପତି ତପା ବନ ବାନା ଆଉ କେତେବେଳକୁ ପତିତ ଜନକୁ ଉଦ୍ଧାର କରିବା ପାଇଁ ଆଜ୍ଞା ଆଜ୍ଞା ତାର ବାନା ଆଜ୍ଞା ଉଡ଼ୁଛି ନୀଳାଚଳରେ। ହଁ ବା ଉଡ଼ିଲା ବେଳେ ସେ ମନା କରେ ଏ ପ୍ରକାର ମନା କରିବା ଏ ପ୍ରକାର ଡାକିବା ଏ ଗୋଟା ସଂକେତ ନୁହେଁ। ହଁ ଏ ସଂକେତ ବା ତାହେଲେ ଆପଣମାନଙ୍କର ଟିକେ ସ୍ଥୂଳରେ ଦେଖନ୍ତୁ ଏ ଆଖି ପଲକ ପକେଇକି ଦେଖିଲେ ସେ ପତାକା ଏଇ ପ୍ରକାର ମନା କରେ। ମନା କରେ ହଁ ଭଞ୍ଜ କହିଲେ ନା ତାର ଗୋଟା ସୂକ୍ଷ୍ମ ଅଛି ସେ ସୂକ୍ଷ୍ମକୁ ଆପଣମାନେ ଦୃଷ୍ଟି ଦିଅନ୍ତୁ। କୋଉ ନାଛାରେ ପତାକା ଅଞ୍ଚଳ ଚଞ୍ଚଳ ଡାକେ ପାତି ପତାକା ଛିଡ଼ିବ ସବୁବେଳେ। ଆଜ୍ଞା ପତାକାର ଅଞ୍ଚଳ ପତାକା ଏ ପ୍ରକାର ସଂକେତ ଦିଏ ମନା କଲେ ବି ତାର ଗୋଟା ଅଞ୍ଚଳ ଅଛି ନା ନାଇଁ ଆଜ୍ଞା? ପତାକା ହଲିଲା ବେଳେ ଦେଖିବେ ପ୍ରତ୍ୟେକ ମନ୍ଦିରରେ ହଲିବାର ଗୋଟା ସଂକେତ ଦିଏ ଏଠିକି ଆସନା 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 କିନ୍ତୁ ଭଞ୍ଜ କହିଲେ ତାର ଅଞ୍ଚଳକୁ ଯଦି ସୂକ୍ଷ୍ମ ଦୃଷ୍ଟି ଦେବେ ଶେଷ ଖଣ୍ଡକ ସେ କଣ ଏମିତି ହଲେ କି ସେ ଏ ପ୍ରକାର ଚଞ୍ଚଳ ଚଞ୍ଚଳ ଡାକେ। ଏ ପାପୀ ମାନେ ଏ ନୀଳନଗ ନଗରକୁ ନଗ ଅର୍ଥ ପର୍ବତ ନୀଳ ପାହାଡ଼ ଉପରେ ଯେ ନୀଳାଚଳ ତାରି ପାଖକୁ ଆସ। ସମସ୍ତଙ୍କର ପତିତ ଭାବ ନିମ୍ନ ଭାବ ଦୁଷ୍କୃତ ଭାବ ସବୁ ଦୂର ହେଇଯିବ। ହଉ ସେଇ ଜଗନ୍ନାଥ ତାଙ୍କରି ପାଦରେ ମୁଁ କୋଟି ପ୍ରଣାମ କରୁଛି। ଚୈତନ୍ୟ ବାଦରେ ଜଗନ୍ନାଥ ହିଁ ଆମମାନଙ୍କର ସର୍ବଶ୍ରେଷ୍ଠ। ତାଙ୍କ ପାଦରେ ପ୍ରଣାମ କଲୁ। ଦ୍ୱିତୀୟରେ ଗୋଟିଏ ଆଶୀର୍ବାଦାତ୍ମକ ମଙ୍ଗଳାଚରଣ ଶ୍ଲୋକ ମୁଁ ପଢ଼ିଛି। ଚାରିପାଦ ଶ୍ଲୋକ ମା ମାନେ ଏଇ ଆଶୀର୍ବାଦ କରିବା ପାଇଁ ଆଜି ଦ୍ୱିତୀୟ ରାତ୍ରି ପାଲାର ପ୍ରଥମ ପର୍ଯ୍ୟାୟରେ ଆପଣମାନଙ୍କର ସଂସ୍କୃତିର ପରମ୍ପରା କଳମୁଷକୁ ଧୌତ କରିବା ପାଇଁ ଆସୁଛନ୍ତି ଦେବାଦେବୀ। ତେଣୁ ଇରା ସାରେ ବିଦ୍ୟା ପ୍ରମାଣ ମୁଖ ମାର୍ଗ ପ୍ରମାଣ ଦୃଷ୍ଟଞ୍ଚ ଉଠିକି କହ। ଆଚ୍ଛା ଠିକ ଅଛି ଚାରିପାଦିଆ ଶ୍ଲୋକ ମୁଁ ପଢ଼ିଛି ଆଶୀର୍ବାଦାତ୍ମକ ମଙ୍ଗଳାଚରଣ ଶ୍ଲୋକ। ଏଇ ଶ୍ଲୋକରେ ଆଜ୍ଞା ବହୁ ପୁରାଣ ଗ୍ରନ୍ଥିତ ଦେବାଦେବୀଙ୍କର ନାମ ସବୁ ଅନୁକରଣ କରାଯାଇଛି। ବାସ୍ କବି କଳ୍ପନା ଲେଖନି ଲେଖିଛି। ଆଉ
ତାଙ୍କୁ ଆଣିକି ଉପସ୍ଥିତ କରେଇବି ଆପଣମାନଙ୍କ ସମ୍ମୁଖରେ ତାଙ୍କରି ମାଧ୍ୟମରେ ଆପଣମାନେ ଆଶୀର୍ବାଦ ପାଇବେ ଆଜି ଦ୍ୱିତୀୟ ରଜନୀ। ସାରେ ଯୋଉ ସାଧୁ ଶବ୍ଦରେ ଆଶୀର୍ବାଦଟି ପଢିଲେ ସଂସ୍କୃତ ସାହିତ୍ୟ ମୁଁ ତାକୁ ସାରେ ଓଡ଼ିଆ କରିବି। କୃଷ୍ଣ ସାହିତ୍ୟକୁ ସରଳ ଓଡ଼ିଆ ସବୁ ଆଣିବ କିଏ? ମୁଁ ଆଣିବି। ସେଇଟା ଧର୍ମ ଧର୍ମ ହଁ ଗୋଟା ଚରଣ ପଢିଲି ଆଜ୍ଞା। କୁପତି କାଙ୍କା ସମ୍ବନ୍ଧ କାଙ୍କା ଏ ଧାରିକାର ଅର୍ଥ ତୁ କହିଲୁ ସାରେ ଗୋଟେ ଗୋଟେ ପଚାରୁନାହାନ୍ତି ସମସ୍ତେ ବୁଝିବେ ଛୁଆ ପାଟି ଓଡ଼ିଆ ଛୁଆ ଏତେ ପାଟି କରୁଛ ଯଦି ଅଧିକ ଛୁଆ ଆସିଥାନ୍ତେ ତ ପାଲା କରିଦେଇନଥାନ୍ତ। ପିଲା ପାଟି କରିବେନି ଆମ କଥା କୁପତି କାଙ୍କା କାଙ୍କ ସମ୍ବନ୍ଧ କାଙ୍କା ସାରେ ଗୋଟିଏ ଗୋଟିଏ କୁହନ୍ତୁ এটা লম্বা হয়ে যাবে পাড়িয়া মুন্ড সি পাড়িয়া মুন্ড আমার শর্ট মুন্ড আচ্ছা কইলু ওটা অহি সাধু শব্দ তার সরল ওড়িয়া কোন স্যার অহি বইলে সর্প 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 কইলে অহিরাজ মণিচূড় নাগ গোখর তম্প ধেন্ডুଅ জিয়া কোঠিয়া এরা অহি কুল সর্প কুল কদ্রুবিনকা হ্যাঁ গোটিয়ে পক্ষী সৃষ্টি করিতি আর গোটিয়ে সর্পকুল সৃষ্টি করিছন্তি কশ্যপ হউছন্তি বাপা কশ্যপଙ୍କର ଦି ପତ୍ନୀ ସେ ହଁ ଏକ ପ୍ରକାର ସେ ହଉଛନ୍ତି ଦ୍ୱିତୀୟ ସ୍ରଷ୍ଟା ହଁ ଏ ସୃଷ୍ଟି କି କେତେ ଜୀବକୁ ସେ ଆଣିଛନ୍ତି ଠିକ ଅଛି ଆଚ୍ଛା ଗୋଟା ଭାତୃ ବିଭାଗ ରହିଛି ନା କାହିଁ ହଁ ରହିଛି ବେନି ପତ୍ନୀ ହବା ବେଳେ ବେଳେ ଗୁଣବର କୋଡ଼ିଏ ଯାହାର ଭାରିଆ ଯୋଡ଼ି 6 ମାଣ 8 ଗୁଣ୍ଠରେ ଫକୀରମୋହନ ସେନାପତି କହିଛନ୍ତି ଫଳ ଅଛି ନା ନାହିଁ ଅଛି ନା ଯାହା ହେଲେ ବି ଏ ପ୍ରତିଦିନକା ଦୁଇ ଜଣଙ୍କର ଗୋଟେ ଶପଥୁନି ବାଘ ବିବାଦ ଲାଗିଛି ଏ ବାଘଟା ଆଜ୍ଞା ତାଙ୍କ ପୁଅଙ୍କ ପ୍ରତି ବି ଆକର୍ଷଣ କଲା କ୍ରମଶଃ ବଢି ବଢି ଚାଲିଲା ବାସ୍ ବାସ୍ ଆଚ୍ଛା କହିଲୁ ଅହି ପୁରା ମାନେ ଶତ୍ରୁ କିଏ ପୁରାଣ ଜଗତରେ ସାରେ ସର୍ପଙ୍କର ଶତ୍ରୁ ହଉଛନ୍ତି ଗରୁଡ଼ ଗରୁଡ଼ ହଁ ସେ ହେଲେ ଅର୍ଜୁନର ପୁଅ ଏ ହେଲେ ବିନତାର ପୁଅ ଦି ଭାଇ ବିବାଦ ଲାଗିଛି ଆଉ ଆଚ୍ଛା ଗରୁଡ଼ର ପତି କିଏ ଗରୁଡ଼ର ପତି ପତି ସାରେ ପତି ବୋଇଲେ ସ୍ତ୍ରୀ ମାନେ ସ୍ୱାମୀ ପତି ସମ୍ବୋଧନ କିଏ କାହାକୁ କରେ ନା ତମେ ବୁଝିବୁ ନା ସ୍ତ୍ରୀଆଟେ ବୁଝୁନି ସ୍ତ୍ରୀ କରେ ତା ସ୍ୱାମୀ କି କହେ ପତି ମୋ ପ୍ରାଣେଶ୍ୱର ମୋ ଜୀବନ ଧନ ମୋ ପ୍ରାଣ ଧନ ମୋ ଘଇତା ସେଇଟା ଗୋଟାଏ ଭଲରେ ଗ୍ରହିତା କହିଲେ ଚଳିବ ମା ମାନେ ଆମେ ତାକୁ ଟିକେ ଓଡ଼ିଆକୁ ଅପଭ୍ରଂଶ କରିଦେଉଛନ୍ତି ଜଣେ ଦାତା ଜଣେ ଗ୍ରହିତା ଗ୍ରହିତା 10ଟା ଦୋଷ କ୍ଷମା ମାଗି ତାପରେ ସେ ଦାତା ହେଇକି କନ୍ୟା ଦାନ କଲା ତାକୁ ଯିଏ ଗ୍ରହଣ କଲା ସେ ହେଲା ଗ୍ରହିତା ଗ୍ରହିତା ଆଉ କାହିଁକି ଭୁଲ କହୁଛୁ ଆମେ ଅପଭ୍ରଂଶରେ ଘଇତା କହୁଛୁ ମୋ ନୂଆ ବୋଉ ବା କହେ ମୋ ସ୍ତ୍ରୀ କି କହୁଛୁ କହ ଆଚ୍ଛା ସ୍ତ୍ରୀ ସମ୍ବୋଧନ କରେ ସ୍ୱାମୀ କି ପତି ପତି ସ୍ୱାମୀ ସ୍ୱାମୀ ବିଭିନ୍ନ ଜୀବନ ଧନ ପ୍ରାଣ ଧନ ଇତ୍ୟାଦି ଆଚ୍ଛା ଗରୁଡ଼ କିଲିଙ୍ଗ ପୁଲିଙ୍ଗ ସେ ନାରାୟଣଙ୍କୁ ପତି ସମ୍ବୋଧନ କରିବା ଆଜ୍ଞା ଏ ଗୋଟେ ଆଶ୍ଚର୍ଯ୍ୟ କଥା ନୁହେଁ କି ନିଶ୍ଚୟ ସାର୍ ନାରାୟଣ ପୁଲିଙ୍ଗ ପୁଲିଙ୍ଗ ଇଏ ବି ହେଲେ ପୁଲିଙ୍ଗ ପତି ସମ୍ବୋଧନ କରିବାର କାରଣ ମା ପୁରୁଷ ବାବା ଜଗନ୍ନାଥ ସ୍ୱାମୀ ନୟନ ପଥରେ ଭଗତୁନି ହଁ ଏ ଶ୍ଲୋକର ଶେଷ ଚରଣଟା ଆଜ୍ଞା ତୁମର ପରିବାର ଭିତରେ ସମସ୍ତଙ୍କ ମୁହଁରେ ଅଛି ନା ଆଚ୍ଛା ଆପଣଙ୍କର ସପରିବାର ଯଦି ଗୋଟାଏ ପୁରୁଷକୁ ପତି ସମ୍ବୋଧନ କର ଜଗନ୍ନାଥ ସ୍ୱାମୀ ମା ଏ ସମସ୍ତଙ୍କର ସ୍ୱାମୀ ହେଲା ନା ହଁ ସମସ୍ତଙ୍କର ହେଲା ତୁମ ଝିଅର ହେଲା ତୁମର ହେଲା ତୁମ ସ୍ୱାମୀର ହେଲା ପୁଅର ହେଲା ଜୋଇର ହେଲା ତାହେଲେ ସ୍ୱାମୀ ସମ୍ବୋଧନ କଲା ବେଳେ ହଁ ଏ ଦିବାତ୍ମାର ଶିକ୍ଷା ଏତିକି କ'ଣ କହିଲେ ସେ ଆଜ୍ଞା ଯେତେବେଳେ ଜଗନ୍ନାଥଙ୍କୁ ସ୍ମୃତିରେ ରଖି ନିଜକୁ ସମର୍ପଣ ହେଇଯାଏ ଯେମିତି ଅର୍ଜୁନ କହିନାହାନ୍ତି ତୁମେବ ମାତାଶ୍ଚ ପିତା ତୁମେବ ବନ୍ଧୁଶ୍ଚ ସଖା ତୁମେବ ବିଦ୍ୟା ଦ୍ରବିଣଂ ତୁମେବ ସର୍ବୋମ ଦେବ ଏ ସମ୍ବୋଧନ ଅର୍ଜୁନ କରିଥିଲେ କାହାକୁ ପ୍ରଭୁ ନାରାୟଣଙ୍କୁ ସେଇଟା ନାରୀ ଭାବ ନାରୀ ଭାବର ବା যে পর্যন্ত এ জীব তপস্যারে নিজକୁ সংযত হইছে সংযত হেলা পরে সে নারী ভাবরে স্বামী সম্বোধন করিছে জগন্নাথ তেণু সর্বজীব জগত সমস্তে নারী হ্যাঁ
ଜଗନ୍ନାଥ ଦାସ ନଥିଲେ କି ଆଜ୍ଞା ନାରୀ ତାଙ୍କ ଜୀବନ ଭିତରେ ଦେଖନ୍ତୁ ରାଜା ଯେତେବେଳେ ପରୀକ୍ଷା କଲେ ଜଗନ୍ନାଥ ଦାସଙ୍କୁ ଡାକି ଆଣିଲେ ଦରବାର କହିଲେ ଓ ତୁମେ କ'ଣ ଗୋଟେ ସଂସ୍କୃତ ଭାଗବତକୁ ଓଡ଼ିଆ କରୁଛ ନା ଆଜ୍ଞା ମୋ ମା କହିଛି ଆଉ ମା କହିଛି ବୋଲି କରୁଛି କହିଲେ ଠିକ ଅଛି ଆରେ ନାରୀମାନଙ୍କ ସମାଜରେ କ'ଣ ପଢ଼ୁଛ ହଁ ବା କହିଲେ ମୁଁ ତ ପଢ଼ୁଛି କହିଲେ ତୁମକୁ ଦଣ୍ଡ ଦିଆଯିବ କହିଲେ ମଣିମା ମୁଁ ବା ପୁରୁଷଙ୍କ ପାଖରେ ପୁରୁଷ ନାରୀଙ୍କ ପାଖରେ ନାରୀ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ୟାକୁ ପରୀକ୍ଷା କରିବା ସକାଳୁ କ'ଣ କଲେ ବାନ୍ଧି ପକେଇଲେ ତାପରେ ଆଜ୍ଞା ଲୁଗା ଖୋଲିକି ଦେଖିଲା ବେଳକୁ ଜଗନ୍ନାଥ ଦାସଙ୍କର ଲିଙ୍ଗ ପରିବର୍ତ୍ତନ ଆଚ୍ଛା 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 ଆଶ୍ଚର୍ଯ୍ୟ ହେଇଗଲେ ନମ୍ର ହେଇଗଲେ ଏଇ ତ ଅଲୌକିକ ଶକ୍ତି ଜଗନ୍ନାଥଙ୍କର ନା କ'ଣ ଆଜ୍ଞା ଏ କ'ଣ ଭୁଲ କି ଯିଏ ଲିଙ୍ଗ ପରିବର୍ତ୍ତନ କଳା ଭଳି ଅଲୌକିକ ଶକ୍ତି ଦାନ କରିଛି ଏ ଓଡ଼ିଶାରେ ସେ ଜଗନ୍ନାଥ ସେତେବେଳେ ପଞ୍ଚସଖା ବି ସବୁ ନାରୀ ଭାବରେ ଚୈତନ୍ୟ ଦେଖୁନାହାନ୍ତି ନାରୀ ଭାବରେ ତେଣୁ ତା ସମ୍ମୁଖରେ ଛିଡ଼ା ହେଇଗଲେ ସେ ଆଗକ ଫଟୋଟା ହଉଛି ନାରୀ ନାରୀ ହଁ ଜଗନ୍ନାଥ ମୂଳକ ନାହିଁ ସବୁ ନାରୀ ଗହଣା ପିନ୍ଧିନି ଗହଣା ପିନ୍ଧୁଛନ୍ତି ଆଜ୍ଞା ସବୁ ନାରୀର ଅଳଙ୍କାର ପିନ୍ଧିଛି ସେ କହିଛି ଏ ରୂପଟା ହିଁ ନାରୀ ନାରୀ ହଁ ତେଣୁ ଆଗକୁ ନାରୀ ଭିତରେ ଅଛି ପୁରୁଷ ପୁରୁଷ ହଁ ମିଶିଲେ ତାକୁ ଅଭିରାମ କରିଛନ୍ତି ମୁଁ ହିଁ ଜଗତ ତୁ ହିଁ ନାଥ କଳି ଭାଗବତ ଆମେ ମିଶିଲେ ହେବା জীব তুমি হেল পরম পরম আপত্তি সম্বোধন করা ভুল কোণ হয়েছে না ভুল কি সুন্দর ভাব বাস তেণু খগ আসুনি খগপতি খটন্তি লক্ষ্মী সরস্বতী খগপতি কিଏ গরুড় আসন কোণ খগ আসন আজ্ঞা 64টা আসন ভিতরে খগকু পচারুনাহাନ୍ତି তু যে আসনরে বসিছু সে আসনটা কি যোগরে নারী যোগরে না কোণ আজ্ঞা হ্যাঁ যোগ হি নারী নুহে তেণু নারী অঙ্গরে পতি সম্বোধন করিবাটা বিধেয় গরুড়র হ্যাঁ তেণু গরুড়র পতি হেলে নারায়ণ আজ্ঞା ଆହୁରି ଗୁଡ଼ାଏ କଥା ହେଲା ଗରୁଡ଼ର ପତି ନାରାୟଣ ନାରାୟଣଙ୍କର କାନ୍ତା କାନ୍ତା ବୋଇଲେ ସ୍ତ୍ରୀ ତ ମା ଜଗଜ୍ଜନନୀ ଲକ୍ଷ୍ମୀ ଲକ୍ଷ୍ମୀ ଜାଣିଛ କେତେଟା ନା ହଁ ତାଙ୍କର ଅଛି ଅମରକୋଷ ପ୍ରମାଣ କରିଛି ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀ ହରି ପ୍ରିୟା ଇନ୍ଦିରା ଲୋକମାତା ମା କ୍ଷୀରାବ୍ଦି ତନୟା ରମା ଧନ୍ୟବାଦ ତୁ ପାଳିଆ ମୁଣ୍ଡ ମୋର ମା ଧନ୍ୟବାଦ ମୁଁ ସାବାସରେ ପାଳିଆ ମୁଣ୍ଡ ପ୍ରହ୍ଲାଦ ସାହୁଙ୍କର ଗୋଟିଏ ସଙ୍ଗୀତ ଏମିତି ଥିଲେ ମୁଁ ଯେତେବେଳେ ଛୋଟିଆଟେ ହେଇଥିଲି ଶାମ ମଉସା ଗୁଡ଼ା ଖଣ୍ଡେ ବେଣୁ ଧରିକି ମୋହନ ବଂଶୀ ଧରିକିରି এইভাবে পাଳିয়া হুଅ আজ্ঞা আজ্ঞা তাଙ୍କ মাধ্যমରେ ସଂସ୍କୃତି ଜୀବନ୍ତ ହବ ଆଜ୍ଞା ঠিক 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 ଆଉ ତୁମେ ଖାଲି ପାଳିଆ କହିଲେ ଯୋଉ ଲାଜ ମାରୁଛି ତା ନୁହେଁ ତୁମେ ପାଳକ ଠିକ ଆମେ ବିଶ୍ୱକୁ ପାଳୁଛୁ ଆଉ ନବୀନ ବାବୁ ବେଳେ ବେଳେ ଆରେ ସଂସ୍କୃତି ଯେତେ ଅଛି ଓଡ଼ିଶାରେ ମତେ ଫୋନ କର ବ୍ୟାସଦେବଙ୍କର ସଂସ୍କୃତ ମହାଭାରତ ଆଉ ଭାଗବତ ପ୍ରହ୍ଲାଦ ସାହୁଙ୍କ ମୁଖରେ ଆଜ୍ଞା ତରଳ ହେଇ ମୁଖସ୍ଥ ଯାହାଟା ଭାବୁଥିଲେ ସେ ଗାଉଥିଲେ ସଂସ୍କୃତରେ ଗର୍ଭରେ ସଂସ୍କୃତ ଜ୍ଞାନ ବହୁତ ଥିଲା ଆଉ ଥିଲା ସବୁ ଭଟ୍ଟି ତେଣୁ ଆମେ ଯେତେବେଳେ ସର୍ବସମ୍ମୁଖରେ ଇଏ ଜଣେ ଗାୟକ ମୁଁ ଛୋଟ ପିଲା ହେଇକି ତାଙ୍କୁ ଦେଖିଲି ସେତେବେଳେ ପାଲା ଶିଖିନଥିଲି ଆଚ୍ଛା ଆଚ୍ଛା ତାଙ୍କୁ ପ୍ରଣାମ କଲି ଆମ ଯାଇଥିଲେ ମାଳଦା ନା କ'ଣ ହଉ ହଉ ଠିକ ଅଛି ଆମର ବିଚାର କରି ଦେଖନ୍ତୁ ସେଇଭଳି ସଙ୍ଗୀତ ମୁଁ ଖୋଜୁଛି ଗରୁଡ଼ର ପତି ନାରାୟଣ ନାରାୟଣଙ୍କ କାନ୍ତା ବୋଲେ ସ୍ତ୍ରୀ ହଉଛନ୍ତି ମା ଲକ୍ଷ୍ମୀ ବାସ୍ ତାପରେ ଆରେ ଲକ୍ଷ୍ମୀଙ୍କର ବାପା ନା ଟିକେ କହୁନୁ ସାରେ ବରୁଣ ବା ବରୁଣ ଲକ୍ଷ୍ମୀଙ୍କ ବାପା ତନୟା ରମା କ୍ଷୀର ସମୁଦ୍ର ହଉଛି ଲକ୍ଷ୍ମୀଙ୍କ ବାପା ତାଙ୍କ ନାଁ ହଉଛି ବରୁଣ ତାଙ୍କ ଉପରେ
ସର୍ବପ୍ରଥମ ସୃଷ୍ଟିରେ ମା ଗୋଟା ବନ୍ଧ ବାନ୍ଧିଥିଲା କିଏ ପାଣିରେ ପ୍ରଥମ ବନ୍ଧ କିଏ ବାନ୍ଧିଥିଲେ କହିବୁ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ସମୁଦ୍ରରେ ରାମ ଠାକୁରେ ତ୍ରେତା ଯୁଗରେ ସୀତା ଉଦ୍ଧାର ବେଳେ ମୁଁ ପା ସେଥିରେ ଯୋଗ ଦେଇଥିଲି ପଥର ଟେକି ପାରିଲିନି ଭାରି କଷ୍ଟ ହେଲା ହଉ ପ୍ରଭୁ ରାବଣ ନେଲା ହଁ ସାତ ସମୁଦ୍ରରେ ବନ୍ଧ ବାନ୍ଧିବା ପାଇଁ ଗୋଟାଏ ମାନସ କଲେ ରାମ 7 ଦିନ ଭିତରେ ବନ୍ଧ ବାନ୍ଧିଦେଲେ ବାନ୍ଧିଦେଲେ ହଁ ତ ବହୁତ କଥା ଏ ତ ଗୋଟା ବିଷୟ ତାହେଲେ ସେଇ ଜଳ ରାଜ୍ୟରେ ବନ୍ଧ ବାନ୍ଧିଥିଲେ ପ୍ରଭୁ ମର୍ଯ୍ୟାଦା ପୁରୁଷ ରାମ ଠାକୁରେ ରାମଙ୍କର କାନ୍ତାଙ୍କର ନାଁ ଟିକେ କହମ ପଡା ତାଙ୍କ ସ୍ତ୍ରୀ ନା ସୀତା ବାସ୍ ମା ଜାନ କି ଆଉ ଆଚ୍ଛା ମୁଁ ଯଦି ପଚାରେ ଆଜ୍ଞା ତାଙ୍କର କେତେଟା ନା ମୁଁ କଣ ତାଙ୍କ ଭୋଟର ଲିଷ୍ଟ କରୁଥିଲି କହିବି ଯୋଉ ମାଷ୍ଟର କରୁଥିବେ ସେ କହିବେ ନା ଆଉ ମୋର ସେ ୱାର୍ଡ ପଡି ନଥିଲା ଭଞ୍ଜ କହିଲେ ହଁ ଭଞ୍ଜ କରିଛନ୍ତି ସେତେବେଳେ ଭୋଟର ଲିଷ୍ଟ ଯେତେବେଳେ ହନୁ ଗଲା ଦକ୍ଷିଣକୁ ସବୁ ଦିଗକୁ ଗଲେ ସୀତାକୁ ଖୋଜିବା ପାଇଁ ବାପା ଠାବ କରିବା ପାଇଁ ବାସ୍ ରାମ ଚିନ୍ତା କଲେ ହନୁମାନ ଯିବ ଦକ୍ଷିଣକୁ ଡାକିଲେ ଆରେ ହନୁ ପ୍ରଭୁ କାହାକୁ ଖୋଜିବାକୁ ଯିବୁ ମୋ ମା ସୀତାଙ୍କୁ ଖୋଜିବାକୁ ଯିବି ସୀତା ବୋଇଲେ ଶବ୍ଦ ଯୋଜନା କିଛି ଜାଣିଛୁ ଶବ୍ଦର ଅର୍ଥ ଜାଣିଛୁ ସୀତା ବୋଇଲେ ମୋ ସ୍ତ୍ରୀ ନା ସୀତା ଆରେ ଆଜ୍ଞା ଆଉ କାହାକୁ ସୀତା କହନ୍ତି ଗୁଡିଆ ହର ବୋହୁ ନା ସୀତା ଲଙ୍ଗଳ ଗାର ନା ସୀତା ଗଙ୍ଗାଙ୍କ ନା ସୀତା ମୋ ସ୍ତ୍ରୀ ନା ସୀତା କାହାକୁ ଖୋଜିବୁ ରେ ମୁଁ ଆପଣଙ୍କ ସ୍ତ୍ରୀ ସୀତାକୁ ଖୋଜିବାକୁ ଯିବି ତେଣୁ ତୋର ସନ୍ଦେହ ଦୂର କରିଦେବୁ କରିଦିଅନ୍ତୁ ଆଜ୍ଞା ଭଞ୍ଜ ସାହିତ୍ୟର ପଦଟି ଏ ବୁଝିବୁ ପୁଣି ସହଜେ ଜାନକୀ ପାର୍ଥିବା ଯୋଜନ ଗନ୍ଧା ଏବଂ ସୀତା ଏ 6ଟା ନା ଯାହାର ସେଇ ହଉଛି ମୋ ସୀତା ଠିକ ଠିକ ତେଣୁ ତାଙ୍କୁ ହରଣ କରିଥିଲା କିଏ ତ୍ରିପୁର ବିଜୟୀ ଯୋଗଜନ୍ମା ରାବଣ ଆଚ୍ଛା ରାବଣର ପୁଅ ନା ଇନ୍ଦ୍ରଜିତ କଣ ହେଲା ଇନ୍ଦ୍ରଜିତ କେତେ ପୁରାଣ ପାଇଁ ଶ୍ଲୋକଟି ଆଶ୍ରୟ ନେଇଛି ତା ଭିତରୁ ସବ ପୁରାଣ ଜଗତକୁ ବୁଲିବା ନା ହଁ ରାବଣ ପୁଅ ଇନ୍ଦ୍ରଜିତ ମେଘନାଦ ଆଚ୍ଛା କହିଲୁ ଇନ୍ଦ୍ରଜିତକୁ ମା ହତ୍ୟା କରିଥିଲା କିଏ ପ୍ରଭୁ ସାନ ଠାକୁର ଲକ୍ଷ୍ମଣ ମହାରାଜ ମାରିଥିଲେ ମାରିଦେଲେ ଲକ୍ଷ୍ମଣ ମହାରାଜ ମାରିଲେ ଠିକ ଅଛି ଲକ୍ଷ୍ମଣ ଇନ୍ଦ୍ରଜିତକୁ ମାରିଲା ପରେ ପୁତ୍ର କଷ୍ଟଟିଏ ରାବଣକୁ ବାଧିଲା ଗୋଟା ଏକଗ୍ନି ଶକ୍ତି ମାରିଲା ବକ୍ଷ ଚୁମ୍ବନ କଲା ଲକ୍ଷ୍ମଣଙ୍କର ଶକ୍ତିଘାତ କଲେ ପ୍ରାଣ ଗଲା ପୁନର୍ଜୀବନ ଏ ସମାଜ ସେତେବେଳେ ଦେଇପାରୁଥିଲା ତା ପାଇଁ ବିଶଲ୍ୟକରଣୀ ଆଣିବାକୁ ଗଲା କିଏ ହନୁମାନ ଗଲେ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଲେ ତାକୁ ପୁଣି ଲଙ୍କାରୁ ଏକ ସ୍ତନୀ ନାରୀ ଆସିଲା ତାର ଗୋଟିଏ ସ୍ତନ କଟା ହେଇଥିଲା ଆଉ ଗୋଟିଏ ସ୍ତନରୁ କ୍ଷୀର ବାହାରିଲା ସେ ପାମ୍ପୁରି ବୁଢୀ ତାକୁ ପୁଣି ଶିଳରେ ସୁନା ଶିଳରେ ବଟା ହେଲା ମନ୍ଦ ଧରି ଦେଲା କମ କଷ୍ଟ ହେଇଛି ଯାହା କ୍ଷତ ସ୍ଥାନରେ ଦବାରୁ ବଞ୍ଚିଲେ ପ୍ରଭୁ ଲକ୍ଷ୍ମଣଙ୍କୁ ପ୍ରାଣଦାୟକ କିଏ ରାମାୟଣରେ ହନୁମାନ ଠିକ କହିଛୁ ହନୁମାନ ଧ୍ୱଜସ୍ୟ ହତ୍ୟଂ ଧ୍ୱଜାରେ ଅଛି ନନ୍ଦିଘୋଷ ରଥର ଧ୍ୱଜାରେ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ 16 ଚକ 14 12 ମିଶିକି 42 ଦୁନେ 84 ତାର ହିସାବ ସବୁ ଗାଁ ଦଉଛ ହେଲା
ଆଚ୍ଛା ସେ ନନ୍ଦିଘୋଷ ରଥ ଉପରକୁ ଚାହିଁଛୁ ନା? ହଁ ଚାହିଁଛି ଉଡ଼େ ସେ ପତାକାରେ କିଏ ଅଛି? ସାରେ ଅଛି ହନୁମାନ ପା। ହନୁମାନ। ସେଇଥିପାଇଁ ତାକୁ କପି କେତନ କହନ୍ତି। କପିଧ୍ୱଜ। କପିଧ୍ୱଜ କହନ୍ତି। ମା ମାନେ ନନ୍ଦିଘୋଷ ରଥର ଧ୍ୱଜାରେ ହନୁମାନ ଅଛି। ଅଛି ହଁ। ସଖାମ ସୁତ ସୁତ କାନ୍ତା। କାନ୍ତା ହଁ। ନନ୍ଦିଘୋଷ ରଥର ସଖା କିଏ ଥିଲେ ପୁରାଣରେ? ଭଗବାନ କୃଷ୍ଣ। ଜଗତଗୁରୁ କୃଷ୍ଣ। ହଁ ବଢିଆ। ଆଉ ସେ ଅର୍ଜୁନର ସଖା ଥିଲେ। ମହାଭାରତରେ ନନ୍ଦିଘୋଷ ହଉଛି ମୁଖ୍ୟ। ମା ମାନେ ସଖା ସୁତ ସୁତ କାନ୍ତା କାଟ ସଂପୂଜ୍ୟ କାନ୍ତା ହଁ। ଆଉ ଗୋଟିଏ ଧାଡ଼ି ରହିଲା। ଆଉ ଗୋଟିଏ ଧାଡ଼ି ରହିଲା। ନନ୍ଦିଘୋଷର ସଖା ଭଗବାନ କୃଷ୍ଣ। ସୁତ ସୁତ କଣ ସୁତ ସୁତ? ମାନେ ନନ୍ଦିଘୋଷର ସଖା କୃଷ୍ଣଙ୍କର ସୁତ ବୋଇଲେ ପୁଅର ନାଁ ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନ ହଉଛନ୍ତି ଦ୍ୱିତୀୟ କନ୍ଦର୍ପ। କେତେ ମସିହା ନା ତାଙ୍କ ପୁଅ ନାଁ ଅନିରୁଦ୍ଧ। ମା କୃଷ୍ଣଙ୍କ ନାତି ନାଁ ହେଲା ଅନିରୁଦ୍ଧ। ଅନିରୁଦ୍ଧର କାନ୍ତା କି ସ୍ତ୍ରୀର ନାଁ? ଓ ଅନିରୁଦ୍ଧ ସ୍ତ୍ରୀ ନା? ଓଷାପା। କଣ କହିଲୁ? ଓଷାପା। ଭୁଲ ହେଲା। କଣ ଭୁଲ ହେଲା? ଏ ବାଗେଇକି କହ ବର୍ଣ୍ଣ ଶୁଦ୍ଧି କରି କପାଳିଆ ସାରେ ଆହୁରି କହିବି ଛିଣ୍ଡା କଥା କହିବି। କଣ କହିଲୁ? ମୁଁ ପାଶେ ବହିରେ ଦେଖିଥିଲି ଅନୁରୁଦ୍ଧ ତା ସ୍ତ୍ରୀ ହେଲା ଉଷା। ହଁ ଓଷାପା। ଓଷାପା ନା ବାର ନା ମା ମାନେ ଯୋଉ ଓଷା କରୁଛ ତା ନା ଓଷା। ଆଉ ଆଉ କଣ ତୋର ଇରେ ସେଇଟା ଓଷା ନ କହି ଉଷା କହ। ଉଷା। ଆରେ ଦୋଷ ମୋର ନୁହେଁ କି ବୁଢାର ନୁହେଁ। ତୁ ଶୁଣୁଛୁ ତୋର ନୁହେଁ। ପ୍ରିଣ୍ଟ କରିଛି ମାନେ ସେ ଯୋଉ କାନିଟା କାଟି ଦେଇଛି ଆଉ ମତେ ଓ ଭଳିଆ ଦେଖା ଯାଇଛି ଆଉ ଦୋଷ ପ୍ରେସ ବାଲାର। ହେଲା ତାହେଲେ ଉଷା ତାଙ୍କ ସ୍ତ୍ରୀ ନା ଉଷା। ମା ମାନେ କହିବେ କି ଉଷାଙ୍କର ବାପାଙ୍କର ନାଁ? ବାପା ନା ବାଣାସୁର। ବାଣାସୁର ସଂପୂଜ୍ୟ। ମାନେ କେଉଁ ଦେବତାଙ୍କର ପାଦ ପୂଜା କରେ? ଦେବଦେବ ମହାଦେବଙ୍କର। ହଁ ଠିକ କହିଛି। ଶୈବ ସମ୍ପ୍ରଦାୟକ ଥିଲେ ବାଣାସୁର। ଅସୁର ମାନେ ଦେବ ମହାନ ବଳିଆ ମହାଦେବଙ୍କୁ ପୂଜା କରି ବଳିଆ କାର୍ତ୍ତବୀର୍ଯ୍ୟ ବଳିଆର ବାଣାସୁର ଏମାନେ ସବୁ ମହାନ। ଆପଣ ବି ଶିବଙ୍କୁ ପୂଜା କର। ଶୈବ ସମ୍ପ୍ରଦାୟ ବାଣାସୁର ସଂପୂଜ୍ୟ ଦେବଦେବ ମହାଦେବଙ୍କୁ ପୂଜା କରେ। ମହାଦେବଙ୍କର କାନ୍ତାଙ୍କ ନାଁ ଶେଷ ହେଲା। କାନ୍ତା ବୋଇଲେ ସ୍ତ୍ରୀଙ୍କ ନାଁ ମା ପାର୍ବତୀ। ପାର୍ବତୀଙ୍କର ପିତା ପାର୍ବତୀଙ୍କ ପିତା ଶିବ। ଭୁଲ ହେଇଗଲା। ତାଙ୍କ ସ୍ୱାମୀ ଶିବ। ତାଙ୍କ ବାପା ହଉଛନ୍ତି ହିମାଳୟ। ହିମାଳୟ ଏଇ ଯୋଉ କାଲି ପଢିଥିଲି ଅସ୍ତିତ୍ୱର ଶ୍ୟାମ ଦିଶି ଦେବତା ହିମାଳୟ ନାମ ନଗାଧିରାଜ ପୂର୍ବା ପରୌତୟ ନିଧି ଅବଗାୟ ସ୍ଥିତ ପୃଥିବ୍ୟା ମାନଦଣ୍ଡ। ହିମାଳୟ ହଉଛନ୍ତି ପାର୍ବତୀଙ୍କର ବାପା। ପତତି ଶିଖରୁ ପଦକଳ୍ପ ଦେଇ ଗୋଟିଏ ନଦୀ ବହି ଯାଉଛି ମା। ସେ କିଏ? ଅପର୍ଣ୍ଣା ଦେବୀ ନାରୀ କବି ଇନ୍ଦୁମତୀ କାବ୍ୟ ପ୍ରଥମ ମୁଖରେ ଥୋଇଦେଲେ। ନା କଣ ରାଗ? କଣ ରାଗ? ହିମାଚଳ ପଦେ ଗଙ୍ଗା ଦେବୀ ବଢିଆ ସୁନ୍ଦରୀ ମା କଳ କଳ ନା ଦେ କଳ କଲ୍ଲୋଳିରେ ବେଶେ। ବାବା ବଢିଆ କଥା। ଶୋଭାର ସୃଷ୍ଟି ଦଉଛନ୍ତି ମା ଗଙ୍ଗା। ସେଇ ଜାହ୍ନବୀ ଆଜି ମୋର ଉପସ୍ଥିତ ପାଲାପ୍ରେମୀ ଦେଶପ୍ରେମୀ ବନ୍ଧୁଗଣ ସମ୍ମାନୀ ଆମର ମା ଭଉଣୀ ପରିଷଦର ସମସ୍ତ ବନ୍ଧୁ ଏବଂ
मोर आखपाख पड़ोशी पड़ोशी समस्त उपस्थित से गंगा देवी सर्वारिष्ट को धूत कर खंडन कर आगंतुक देवादेवी के आह्वान करुँ समस्ते आशीर्वाद करंतु सर्वे बोलंतु आनंद सागरे अधिकरु अधिक पाला देखिबा पई आमो चैनल सब्सक्राइब करंतु।